ରାଉରକେଲା କଲେଜ ରାଉରକେଲା କଲେଜରେ ଅର୍ଥନୀତି ବିଭାଗରେ ବିଦାୟ ସମ୍ବର୍ଦ୍ଧନା। ରାଉରକେଲାର ସେକ୍ଟର 4 ସ୍ଥିତ ରାଉରକେଲା କଲେଜ ରାଉରକେଲାର ଅର୍ଥନୀତି ବିଭାଗର ଯୁକ୍ତ 3 ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ବୈଜୟନ୍ତୀ ବାରିକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ସେମାନଙ୍କର ସମର୍ପିତ ଭାବ, ଦୃଢ଼ ଇଚ୍ଛା ଶକ୍ତି, ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ଜୀବନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସଫଳତା ପାଇଁ କଷ୍ଟ କେବେ ପ୍ରତିବନ୍ଧକ ନୁହେଁ। ଏଥିପାଇଁ ସେ ଜାତିର ପିତା ମହାତ୍ମା ଗାନ୍ଧୀ, ନେପୋଲିଅନ ବୋନାପାର୍ଟଙ୍କ ଉଦାହରଣ ଦେଇ ପିଲାମାନଙ୍କୁ ଭଲ ଅଭ୍ୟାସକୁ ଗୁରୁତ୍ୱ ଦେବା ସହ ପାଠପଢ଼ା ସମୟରେ ଛୋଟ ଛୋଟ ଖୁସିକୁ ଛାଡ଼ିଦେଲେ ଭବିଷ୍ୟତରେ ବଡ଼ ଖୁସି ପାଇପାରିବେ ବୋଲି ସେ ମତ ଦେଇଥିଲେ। ଶେଷରେ ଅଧ୍ୟାପିକା ସଲେହା ଅଲି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଛାତ୍ରୀ ଅଙ୍କିତା ନାୟକ ଓ ପ୍ରିୟଙ୍କା କୁମାରୀ ବିଶ୍ୱକର୍ମା ସଂଯୋଜନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମନସ୍ମିତା ଓଝା, ଆର୍ଯ୍ୟନ ପ୍ରଖର, ଏଲିସ ବାରା, ମନୀଷ ଚଲେକଲା, ଗିରିଜା ଶଙ୍କର ସ୍ୱାଇଁ, ପ୍ରତୀକ ପ୍ରମୁଖ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।